କୁଜଙ୍ଗ ଏହାର ଇତିହାସ ଗୌରବମୟ। ମଲ୍ଲିକ ଷଣ୍ଢ ବା ଷଣ୍ଢ ରାଜବଂଶ ଏହାକୁ ଶାସନ କରୁଥିଲେ। ସେବେଠୁ କୁଜଙ୍ଗ ସମୃଦ୍ଧଶାଳୀ ଅଛି। କୁଜଙ୍ଗକୁ ଗେଟୱେ ଟୁ ଦ ପାରାଦୀପ ବୋଲି କୁହାଯାଏ। କୁଜଙ୍ଗର ଶିକ୍ଷାଗତ ଯୋଗ୍ୟତା 90%, ଯାହା ଦେଶ ଆଭରେଜଠୁ ଅଧିକ। କୁଜଙ୍ଗର ପୂର୍ବ ନାମ ଅନନ୍ତପୁର। ବର୍ଣ୍ଣବିହାରୀ ହାଇସ୍କୁଲ, ବିବି ହାଇସ୍କୁଲ ଏକ ପ୍ରସିଦ୍ଧ ଓ ପୁରୁଣା ବିଦ୍ୟାଳୟ। 1901ରେ କୁଜଙ୍ଗରେ ପ୍ରତିଷ୍ଠା କରାଯାଇଥିଲା। କୁଞ୍ଜବିହାରୀ ଜଗନ୍ନାଥ ମନ୍ଦିର, ଗଡ଼ କୁଜଙ୍ଗ, ମହାବୀର ଆଶ୍ରମ, ଷଣ୍ଢକୁଦ ଦ୍ୱୀପ, ଜଟାଧାରୀ ମୁହାଣ ନୂଆ ଗାଁ ଆଦି କୁଜଙ୍ଗର ଗର୍ବ। 16ଶ ଶତାବ୍ଦୀରେ ପଞ୍ଚସଖା ଆଶ୍ରମ ତିଆରି କରି କୁଜଙ୍ଗର 5ଟି ସ୍ଥାନରେ ରହିଥିଲେ। ତାଙ୍କ ନାମ ଅନୁସାରେ 5ଟି ଗ୍ରାମ ମଧ୍ୟ ଅଛି। କୁଜଙ୍ଗର ଗାନ୍ଧୀ ନାରାୟଣ ବୀରବର ସାମନ୍ତ 1930 ମସିହାରେ ଲବଣ ସତ୍ୟାଗ୍ରହ କରିଥିଲେ। ତାଙ୍କରି ସ୍ମୃତିରେ ପ୍ରତିବର୍ଷ କୁଜଙ୍ଗ ମହୋତ୍ସବ ପାଳନ କରାଯାଏ। କୁଜଙ୍ଗରେ ହିଁ କୈବର୍ତ୍ୟ ସୈନ୍ୟମାନେ ଦୁର୍ଦାନ୍ତ କଳା ପାହାଡ଼କୁ ହତ୍ୟା କରିଥିଲେ ବୋଲି କୁହାଯାଏ। ବିଶ୍ୱର ମହାନ୍ତି ମୃଦଙ୍ଗ ଖୋଳରେ ବ୍ରହ୍ମକୁ ଆଣି କୁଜଙ୍ଗରେ ରଖିଥିଲେ, ଯାହାର ପ୍ରମାଣ ଗଡ଼ କୁଜଙ୍ଗ ଜଗନ୍ନାଥ ମନ୍ଦିର ବା ସୁଭଦ୍ରା କ୍ଷେତ୍ର।